ଶ୍ରୀକ୍ଷେତ୍ରର ଉନ୍ନତି ପାଇଁ ସରକାର ମାଳ ଯୋଜନା କରୁଛନ୍ତି। ହେଲେ ଦୁର୍ଭାଗ୍ୟର ବିଷୟ, ଗରିବ ଶ୍ରେଣୀର ଶ୍ରଦ୍ଧାଳୁଙ୍କ ପାଇଁ ସରକାର କିଛି ପଦକ୍ଷେପ ନେଉନାହାନ୍ତି। ଶ୍ରୀମନ୍ଦିରକୁ ଆସୁଥିବା ଗରିବ ଶ୍ରେଣୀର ଶ୍ରଦ୍ଧାଳୁଙ୍କ ନିମନ୍ତେ ମାଗଣାରେ ରାତିରେ ରହିବା ନେଇ କୌଣସି ବ୍ୟବସ୍ଥା ନାହିଁ। ଫଳରେ ଏବେ ପ୍ରବଳ ଶୀତ କାକରରେ ଅନେକ ଗରିବ ଶ୍ରେଣୀର ଶ୍ରଦ୍ଧାଳୁମାନେ ବଡ଼ଦାଣ୍ଡରେ ଖୋଲା ଆକାଶ ତଳେ ରାତି କାଟୁଛନ୍ତି। ସକାଳ ହେଲେ ନିଜ ଗନ୍ତବ୍ୟସ୍ଥଳକୁ ବାହାରି ଯାଉଛନ୍ତି। ଅନେକ ଶ୍ରଦ୍ଧାଳୁ ପୁରୀ ସହରରେ ନୂଆ ହୋଇଥିବାରୁ ରାତିରେ ଅନ୍ୟ କୌଣସି ସ୍ଥାନକୁ ସୁରକ୍ଷିତ ନ ଭାବି ଶ୍ରୀମନ୍ଦିର ସମ୍ମୁଖ ବଡ଼ଦାଣ୍ଡରେ ରାତିରେ ଶୋଇ ପଡ଼ୁଛନ୍ତି। ବଡ଼ଦାଣ୍ଡରେ ଅନେକ ଧର୍ମଶାଳା ରହିଛି, ଯାହାକି ଗରିବ ଭକ୍ତଙ୍କ ରାତି ରହଣି ପାଇଁ ବ୍ୟବସ୍ଥା ହୋଇପାରିବ। ହେଲେ ପ୍ରଶାସନର ଆନ୍ତରିକତା ଅଭାବରୁ ଏହା କାର୍ଯ୍ୟକାରୀ ହେବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଅନେକ ଧର୍ମଶାଳା ଏବେ ଯାତ୍ରୀ ବ୍ୟବସାୟରେ ଲାଗିଥିବା ବେଳେ କେତେକ ଧର୍ମଶାଳାକୁ ଖୋଦ୍ ପୁରୀ ଜିଲ୍ଲା ପ୍ରଶାସନ ନିଜେ ଅକ୍ତିଆର କରି ସିଂହଦ୍ୱାର ଥାନା ସମେତ ଶ୍ରୀମନ୍ଦିର ପ୍ରଶାସନର ବିଭିନ୍ନ ବିଭାଗର କାର୍ଯ୍ୟାଳୟ ଚାଲିଛି। ଶ୍ରୀକ୍ଷେତ୍ରକୁ ଆସୁଥିବା ଗରିବ ଶ୍ରଦ୍ଧାଳୁମାନେ ରହିବା ନେଇ ଅନେକ ବଦାନ୍ୟ ବ୍ୟକ୍ତି ଧର୍ମଶାଳା କରିଥିଲେ। ହେଲେ ଦୁଃଖର ବିଷୟ, ଧର୍ମଶାଳାଗୁଡ଼ିକ ଏବେ ଲଜ୍ ବ୍ୟବସାୟ, ହୋଟେଲ ବ୍ୟବସାୟ ଓ ସରକାରୀ ଅଫିସରେ ପରିଣତ ହୋଇଛି। ଶ୍ରୀମନ୍ଦିର ସମ୍ମୁଖରେ ବାଗେଡ଼ିଆ ଧର୍ମଶାଳାରେ ସିଂହଦ୍ୱାର ଥାନା ସମେତ ଶ୍ରୀମନ୍ଦିର କାର୍ଯ୍ୟାଳୟର ବିଭାଗ ପାଇଁ ଅଫିସ ରହିଛି। ସେହିପରି ବଡ଼ଦାଣ୍ଡ ମରିଚିକଟ ଛକରେ ଥିବା ଡୁଡୁୱାଲ ଧର୍ମଶାଳାରେ ଯାତ୍ରୀ ରହଣି ବ୍ୟବସାୟ, ବଡ଼ଦାଣ୍ଡରେ ଥିବା ବଗଲା ଧର୍ମଶାଳା ସ୍ଥାନରେ ହୋଟେଲ ବ୍ୟବସାୟ ଚାଲିଛି। ଭକ୍ତଙ୍କ ପାଇଁ ସ୍ୱଳ୍ପ ମୂଲ୍ୟରେ ଅବା ମାଗଣାରେ ରହିବା ପାଇଁ ବ୍ୟବସ୍ଥା ନଥିବାରୁ ଦୂରରୁ ଆସୁଥିବା ଗରିବ ଭକ୍ତଟିଏ ସ୍ୱଳ୍ପ ମୂଲ୍ୟରେ ଘରେ ରହିବା ପାଇଁ ବ୍ୟବସ୍ଥା ନାହିଁ। ଛୋଟ ଛୋଟ ଲଜ୍ ରାତିରେ ରୁମ୍ ପିଛା 1000ରୁ 2000 ଟଙ୍କା ଯାଏ ଦର ରଖିଛନ୍ତି। ଫଳରେ ଗରିବ ଶ୍ରେଣୀର ଲୋକମାନେ ଏହି ଅର୍ଥ ଦେଇ ଲଜ୍ ନେବା ସକ୍ଷମ ହେଉନାହାନ୍ତି। ଫଳରେ ବାଧ୍ୟ ହୋଇ ଗରିବ ଭକ୍ତଟିଏ ବଡ଼ଦାଣ୍ଡରେ ଶୀତ କାକରରେ ରାତି କାଟି ସକାଳୁ ନିଜ ଗନ୍ତବ୍ୟ ପଥ ଅଭିମୁଖେ ବାହାରି ଯାଉଛନ୍ତି। ତେବେ ମହିଳା, ଛୋଟ ଛୋଟ ପିଲା ଶୀତ କାକରରେ ବଡ଼ଦାଣ୍ଡରେ ଖୋଲା ଆକାଶ ତଳେ ରାତି କାଟିବା ଘଟଣାକୁ ବୁଦ୍ଧିଜୀବୀ ଉଦ୍ବେଗ ପ୍ରକାଶ କରିଛନ୍ତି। ଏବେ ନଭେମ୍ବର ମାସ ଶେଷ ହେବାକୁ ଆସୁଥିବା ବେଳେ ପ୍ରବଳ ଶୀତ ଲହରୀ ଆରମ୍ଭ ହୋଇଗଲାଣି। ରାତିରେ ବାହାରେ ବୁଲିବା ବହୁତ ମୁସ୍କିଲ ହୋଇପଡ଼ୁଛି। ତେଣୁ ଶୀତ କାକରରେ ରାତି ବଡ଼ଦାଣ୍ଡରେ ସକାଳ ପର୍ଯ୍ୟନ୍ତ ରାତି କାଟିବା ବହୁତ କଷ୍ଟସାଧ୍ୟ ହୋଇପଡ଼ିଛି। ଖରାଦିନେ ଲୋକମାନେ ଯେନେ ତେନେ ବଡ଼ଦାଣ୍ଡରେ ରାତି କଟାଇ ଦେଉଥିବା ବେଳେ ଏବେ ପ୍ରବଳ ଶୀତରେ ବଡ଼ଦାଣ୍ଡରେ ରାତି କାଟିବା ବହୁତ ଅସୁବିଧା ଭୋଗୁଛନ୍ତି ଗରିବ ଶ୍ରେଣୀର ଲୋକମାନେ। ବିଶେଷ କରି ମହିଳା, ଛୋଟ ଛୋଟ ପିଲା ପ୍ରବଳ ଶୀତ କାକରରେ ବଡ଼ଦାଣ୍ଡରେ ରାତିରେ ଶୋଇ ରହିବା ଦୃଶ୍ୟ ବହୁତ ପୀଡ଼ାଦାୟକ। ପ୍ରତ୍ୟେକ ଦିନ ପୁରୀ ଜିଲ୍ଲାପାଳ, ଏସ୍ପି, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଶ୍ରୀମନ୍ଦିରକୁ ଆସୁଛନ୍ତି। ହେଲେ ବଡ଼ଦାଣ୍ଡରେ ପ୍ରବଳ ଶୀତ କାକରରେ ରାତି କାଟୁଥିବା ଗରିବ ଶ୍ରଦ୍ଧାଳୁଙ୍କ ପାଇଁ ମାଗଣାରେ ବଡ଼ଦାଣ୍ଡରେ ଥିବା ଧର୍ମଶାଳା ଗୁଡ଼ିକରେ ରାତ୍ରି ରହଣି ବ୍ୟବସ୍ଥା ନ କରିବା ଜଗନ୍ନାଥ ପ୍ରେମୀଙ୍କୁ ଦୁଃଖ ଦେଇଛି।